ଜୟ ଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟ, ଯାହାର ନାଁ ହେଉଛି ଅବାଧ୍ୟ କଲମ। ଏହି ଅଧ୍ୟାୟଟିକୁ ଗୁଣଗ୍ରାହୀ ଶ୍ରୋତା ଆଉ ଦର୍ଶକମାନଙ୍କୁ ସ୍ୱାଗତ କରୁଛି ମୁଁ ନାରାୟଣ ମିଶ୍ର। ଏ ଅବାଧ୍ୟ କଲମ ମାନେ ମୋ କଲମ ବିଷୟରେ କୁହାଉଛି। ସେ ଅବାଧ୍ୟ ହୋଇଯାଇଛି। ମୁଁ ଯେଉଁ କଲମରେ ଲେଖାଲେଖି କରେ, ଆର୍ଟିକେଲ ଲେଖେ ବା ଅନ୍ୟ ସବୁ ଜିନିଷ ଲେଖାଲେଖି ପଢ଼ାପଢ଼ି ସବୁ କରେ, ସେ କଲମଟି ଆଜିକାଲି ଅବାଧ୍ୟ ହୋଇଯାଇଛି। ଏଇ କିଛି ଦିନ ହେଲା ଅତି ଉତ୍ପାତ ହେବାରୁ ମୁଁ ବାଧ୍ୟ ହୋଇ ତା ପଦବୀ ଦେଲି ଯେ ଅବାଧ୍ୟ କଲମ। ହେଲେ କଲମଟାର ସେଥିପ୍ରତି ତିଳେ ମାତ୍ର ଖାତିର ନାହିଁ। ତା ଗୁଣଗ୍ରାମରେ କିଛି ପରିବର୍ତ୍ତନ ହେଉନାହିଁ। ଯାହାକୁ ଦେଖିଲା ତା ବିଷୟରେ ବିପଦ ଲେଖିଦେଇ ପଠାଇ ଦେବାକୁ ଖଲଖଲ ହେବ ତା ମନ। ମୋ ଡାହାଣ ହାତଟାକୁ ଟାଣିବ, କହିବ ଆସ ଲେଖ, ମୁଁ ବିଷୟ ପାଇଗଲି। କେମିତି କେଜାଣି ମୁହଁକୁ ଦେଖି ଲୋକଙ୍କର ଅସଲି ଭିତର ଚେହେରାଟା ତା ଆଖିକୁ ଦେଖାଯାଏ। କିଏ ଯଦି ମନ୍ଦ ଉଦ୍ଦେଶ୍ୟରେ ଆସିଛି ଏବଂ ମୁହଁରେ ଅଲଣା ପ୍ରଶଂସା କରି ଭିତରେ ଭିତରେ ଚେର କାଟିବାକୁ ବସିଛି, ସେ ଆଗରୁ ଜାଣିଯାଏ। ବେଳେବେଳେ ମୋତେ ଲାଗେ ସତେ ଯେମିତି କଲମଟା ଜ୍ୟୋତିଷ ଶାସ୍ତ୍ର ଜାଣିଛି। ତାହେଲେ ଗୁଡ଼ାଏ ଅଘଟଣ ଘଟିବା ପୂର୍ବରୁ ସେ ଘଟଣା ଗୁଡ଼ାକ ବେଳେବେଳେ ସତ କେମିତି ହୋଇଯାଏ। ଯାହା ଲେଖିଥାଏ ସବୁ ସତ ହୋଇଯାଏ। ମୁଁ ତାକୁ ବାରମ୍ବାର ମନା କରେ ଯେ ତୁ ଆମ ଚିହ୍ନା ପରିଚୟ ଲୋକଙ୍କ ବିଷୟରେ କିଛି ଲେଖନି, କିନ୍ତୁ ସେ ତ ଅବାଧ୍ୟ କଲମ, ଏସବୁ ଶୁଣିବାକୁ ନାରାଜ। ନିଜ ଲୋକ, ନିଜ ବନ୍ଧୁବାନ୍ଧବ, ନିଜ ପଡ଼ୋଶୀ ଆଙ୍କ ବିଷୟରେ ଲେଖିବାକୁ ମୋତେ ବାରମ୍ବାର ନିଦରୁ ସେ ଉଠାଇ ଦିଏ। ତା ପୁଣି ଥରେ ନୁହଁ, ଅନେକ ଥର। ଆରେ ବାବୁ, ଯଦି ଲେଖିବ ତାଙ୍କ ଭଲ ଗୁଣ ସବୁ ଲେଖ। ନା, ଆଦୌ ନୁହଁ। କଲମଟା ଦୁନିଆ ଯାକର ଗନ୍ଧ ଗୁଣ ଗୁଡ଼ାକ ମନେ ରଖି ହଠାତ୍ ଦିନେ ବିଳି ବିଳି ଉଠିବ। ଆଉ ସେତକ ନ ଲେଖିଲା ପର୍ଯ୍ୟନ୍ତ ମୋତେ ବସେଇ ଉଠି ଦେବନି, ଶାନ୍ତିରେ ଗଣ୍ଡେ ଖାଇବାକୁ ବି ଦେବନି। ଫଳତଃ ତାର ତ କିଛି କ୍ଷତି ହେଉନି, ମୁଁ ହିଁ ତା ଯୋଗୁଁ ବାରମ୍ବାର ଭଦ୍ରଲୋକ ସମାଜରେ ଏକ ଘରିକିଆ ହୋଇଯାଉଛି। ଏବଂ ପ୍ରତି ସପ୍ତାହରେ ଯେତେବେଳେ ଗୋଟିଏ ଲେଖା ବାହାରୁଛି ଖବରକାଗଜରେ, ମୁଁ ଆଉ କିଛି କିଛି ନୂଆ ଶତ୍ରୁ ସୃଷ୍ଟି କରି ଚାଲିଛି। ଏଇଥିପାଇଁ ଥରେ ମୁଁ କଲମଟାକୁ ଫୋପାଡ଼ି ଦେବାକୁ ବସିଥିଲି, କିନ୍ତୁ ସେତକ ବି ସେ କରାଇଦେଲା ନାହିଁ। ମନ ଦୁଃଖ କଲା ଆଉ ଅଭିମାନରେ କହିଲା, ମୋ ଯୋଗୁଁ ତୁମକୁ କେତେ ପ୍ରକାର ଲୋକ ଚିହ୍ନିଲେଣି। ବାଟରେ ଘାଟରେ, ଘରେ ବାହାରେ, ଅଫିସରେ, ବସ୍ରେ ତୁମ ଲେଖା ସବୁ ପଢ଼ି ଆଲୋଚନା ଚାଲିଛି। ମାଜିଷ୍ଟ୍ରେଟ୍ ଠାରୁ ଆରମ୍ଭ କରି ଅଟୋ ଚାଳକ ପର୍ଯ୍ୟନ୍ତ ତୁମ ଭାଷା ଆଉ ଶୈଳୀକୁ ପସନ୍ଦ କରି ତୁମକୁ ପ୍ରଶଂସା କରୁଛନ୍ତି। ମୁଁ ଲେଖୁଛି ବୋଲି ସିନା, ତୁମେ ମୋତେ ଫୋପାଡ଼ି ଦେବ କ'ଣ? ତା ଛଡ଼ା ତୁମକୁ ତ ଏଥିପାଇଁ ପାରିଶ୍ରମିକ ବି ମିଳୁଛି। ତେଣୁ ମୋତେ ଫୋପାଡ଼ି ଦେବା କଥା କେମିତି ଚିନ୍ତା କରୁଛ ତୁମେ? ମୁଁ କହିଲି, ଆରେ ଅବାଧ୍ୟ, ତୁ ଯାହା କହୁଛୁ ସତ। ତୋ ଯୋଗୁଁ ମୋ ଭାଉ ସାମାନ୍ୟ ବଢ଼ିଛି, ହେଲେ ତୋ ଯୋଗୁଁ ହିଁ ମୋ ଜୀବନ ବିପଦ ଆଡ଼କୁ ଟାଣି ହେଇଯାଉଛି। ତୁ ବୋଧହୁଏ ଲେଖକମାନଙ୍କ, ବିଶେଷତଃ ସମାଲୋଚକମାନଙ୍କ ଇତିହାସ ବିଷୟରେ ଜାଣିନୁ। ଏହି ଭାରତରେ ଅନେକ ସତ କଥା ଲେଖୁଥିବା କବି ଓ ଲେଖକଙ୍କ ହାତ କାଟି ଦିଆଯାଇଛି। ସେମାନଙ୍କ ଘରେ ଗୁଣ୍ଡାମାନେ ପଶିକରି ମାରପିଟ କରିଛନ୍ତି, ଘର ବି ଜାଳି ଦେଇଛନ୍ତି, ମିଛ ମକଦ୍ଦମା କରି ଥାନାକୁ ଟାଣି ନେଇଛନ୍ତି ଏବଂ ହାଜତରେ ପୁରେଇଛନ୍ତି। ସେମାନଙ୍କୁ ଘର ଖୁଣ୍ଟରେ ବାନ୍ଧିକରି ବାଡ଼େଇଛନ୍ତି, ଅସଦାଚରଣ ବି କରିଛନ୍ତି। ତେଣୁ ଠିକ୍ ବାଟ ହେଉଛି କିଛି ନ ଲେଖିବା। ଯଦି ଲେଖିବାକୁ ମନ କାହାର ହେଉଛି, ଶୁଣ କଲମ, ତୁ ଏ ବିଷୟରେ ଲେଖେ ଯେ ଯେଉଁ ବିଷୟରେ କୌଣସି ପ୍ରକାର କିଛି କଣ୍ଟ୍ରୋଭର୍ସି ବା ଗଣ୍ଡଗୋଳ କିଛି ହେବନି। ସମାଲୋଚନା କରିବା ଅର୍ଥ ଅନ୍ୟର ଦୋଷକୁ କାଢ଼ି ସର୍ବସମ୍ମୁଖରେ ଥୋଇଦେବା। ଏଥିରେ ତୋତେ ରାଗିବେ ନାହିଁ, ମୋ ଉପରେ ରାଗିବେ ନାହିଁ, ଲୋକ ଆଉ କ'ଣ କରିବେ? ଅବାଧ୍ୟ କଲମ ଏଥରକ ରୀତିମତ ରାଗିଗଲା ମୋ କଥା ଶୁଣିକରି। କହିଲା, ତୁମେ କେବେ କଲମର ତାକତ କଥା ଭାବିନ ବୋଲି ଏକଥା କହୁଛ। ହଁ, ତୁମ ଚାକିରିକୁ ତୁମର ଡର ଥାଇପାରେ। ତୁମକୁ ମାସକୁ ମାସ ଦରମା ଦେଉଥିବା ହାକିମ ବା ବିଭାଗୀୟ ନିର୍ଦ୍ଦେଶକ, ଅମଲାତନ୍ତ୍ର, ସଚିବ, ମନ୍ତ୍ରୀ ତୁମ ଉପରେ ରାଗି ସେମାନଙ୍କ ବିଷୟରେ ଲେଖା ହେଇଥିବା କଥାକୁ ଭାବି ତୁମକୁ ପଶ୍ଚିମାଞ୍ଚଳକୁ ବଦଳ କରିଦେବେ, ମାଲକାନଗିରି ପଠାଇଦେବେ ଭୁବନେଶ୍ୱରରୁ। କାରଣ ମୁଁ ଯାହା କିଛି ତୁମ ନାଁରେ ଲେଖିଛି ସେସବୁ ସତ କଥା। ସେଥିରେ ଲାଞ୍ଚୁଆ ପୋଲିସ, ପରଘର ପୋଷା ନିର୍ଦ୍ଦେଶକ, ଡ୍ରାଇଭରର ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖିଥିବା ମନ୍ତ୍ରୀ ଏବଂ ରାତ୍ରିର ବିଳମ୍ବିତ ପ୍ରହରରେ ମଦ ପିଇ ଅଧା ଲଙ୍ଗଳା ହୋଇ ଅନ୍ୟର ସ୍ତ୍ରୀ ସହ କ୍ଲବରେ ନାଚୁଥିବା ପ୍ରଶାସନିକ ଅଧିକାରୀ, ଏମାନଙ୍କ ବିଷୟରେ ଲେଖା ହେଇଛି। ଆଉ କେହି ନ ଜାଣିଲେ ବି ଯେଉଁ ଲୋକ ନାଁରେ ଲେଖା ହେଇଛି ସେ ନିଶ୍ଚୟ ଜାଣିପାରୁଥିବ। କିନ୍ତୁ ମୁଁ ସିନା ଲେଖୁଛି, କିନ୍ତୁ ମୁଁ ତ କାହା ନାଁ ଲେଖିନି। ଅବାଧ୍ୟ କଲମ ମୋତେ କହୁଛି। ମୁଁ ତ କେବେ କହିନି ଯେ ଅମୁକ ଲୋକ ନାଁଟା ଲେଖ ବୋଲି। ମୁଁ ବି କେବେ ଲେଖିନି ତାଙ୍କ ନାଁ। କିନ୍ତୁ ମୁଁ କହିଲି, ତୁ ଯାହା ଲେଖୁଛୁ ସେଇଟା ଯାହାର ଦୋଷ ହୋଇଥିବ ସେ ତ ଆଗ ଜାଣିପାରିବ ନା।
କଲମ କହୁଛି ମୁଁ ସିନା ଅବାଧ୍ୟ, ହେଲେ ମୋ ଜାତି ଭାଇମାନଙ୍କ ବୀରତ୍ୱ କଥା ତୁମେ ଭାବ। ଏ ଦେଶ ସ୍ୱାଧୀନ କେମିତି ହେଲା? ଲେଖି 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 ଏ ଦେଶ ସ୍ୱାଧୀନ ହେଇଛି। ଇଂରେଜମାନଙ୍କ ବିରୁଦ୍ଧରେ, ଫରାସମାନଙ୍କ ବିରୁଦ୍ଧରେ, ଯେଉଁମାନେ ଭାରତକୁ ବିଭିନ୍ନ ସମୟରେ ଦଖଲ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ବାରମ୍ବାର ଲେଖା ସବୁ ବାହାରିଲା। ଯେଉଁମାନେ ଲେଖିଲେ ତାଙ୍କ ଭିତରୁ ଅନେକକୁ ମାରିଦିଆଯାଇଛି, ଏଇଟା ସତ। କିନ୍ତୁ ଲେଖା ମୋଟେ ନ ହୋଇଥିଲେ ଦେଶ ସ୍ୱାଧୀନ ହେବା ଭାରି କଷ୍ଟକର ହୋଇଥାନ୍ତା। ଏମର୍ଜେନ୍ସି ଟାଇମ୍ରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଯେଉଁମାନେ ଲେଖିଥିଲେ ସେସବୁ ପଛରେ ବହି ସବୁ ହେଲା, ସେ ବହି ସବୁ ବ୍ୟାନ୍ ହେଇଗଲା। କାହିଁକିନା ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଲେଖା ହେଇଛି, ଏମର୍ଜେନ୍ସି କଥା ବିଷୟରେ ଲେଖା ହେଇଛି, ଜରୁରୀକାଳୀନ ବ୍ୟବସ୍ଥା 1975 ମସିହାରେ ଯେଉଁଟା ହେଇଥିଲା। ତେଣୁ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ଲେଖାଗଲା, କ'ଣ କ'ଣ ସେ କରିଥିଲେ, ତାଙ୍କ ପୁଅ କ'ଣ କ'ଣ କରିଥିଲେ, ଏସବୁ ବହି କଥା ବି ଛପା ହେବାକୁ କୌଣସି ସରକାର ରାଜି ହେବ କି? ପୁଣି ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଲେଖା ହେଇଛି, ସେ ପ୍ରଧାନମନ୍ତ୍ରୀ ଅଛନ୍ତି। ସେଇଟା ନହେଲା, କିନ୍ତୁ ପଛରେ ସେ ବହି ବାହାରିଲା, ଲୋକମାନେ ପଢ଼ିଲେ, ଏମର୍ଜେନ୍ସି ବେଳେ କ'ଣ ସବୁ ହେଇଥିଲା ସମସ୍ତେ ଜାଣିଲେ। କିନ୍ତୁ ଯଦି ନ ଲେଖା ହେଇଥାନ୍ତା, ମୋତେ କହୁଛ ଯେ ମୁଁ ଅବାଧ୍ୟ କଲମ, ଯଦି ନ ଲେଖା ହେଇଥାନ୍ତା, ମୋରି ଜାତି ଭାଇମାନେ କେହି ଲେଖିଛନ୍ତି, କୌଣସି ନା କୌଣସି କଲମ ଲେଖିବାକୁ, ତାହେଲେ ଦେଶ ସ୍ୱାଧୀନ ହେବା ଭାରି କଷ୍ଟକର ହେଇଥାନ୍ତା। ତା ଛଡ଼ା ମୁଁ ତ କେବେ ତୁମକୁ ବାଧ୍ୟ କରିନି ଯେ କାହା ନାଁ ଲେଖ ବୋଲି। ତୁମ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାର ଆଇନଗତ ବାଟଟାକୁ ଦେଖ। ଆଇନ ସେମାନଙ୍କୁ ନେବ ଯେଉଁମାନେ କୌଣସି ଲୋକ ବିଷୟରେ ବ୍ୟକ୍ତିଗତ ଆକ୍ଷେପ କରିଥିବେ। ମୁଁ ତ କାହାରି ନାଁ କେବେ ଲେଖିନି। ଅବଶ୍ୟ ଏ ଯୁଗରେ ଚୋର ଗୁଡ଼ାକ ଏତେ ମୋଟା ଚମଡ଼ା ଯେ ଲେଖା ପଢ଼ି ନିଜେ ଭଲ ଓ ଦୁନିଆର ଆଉ ସମସ୍ତେ ଚୋର ଭାବି ରାତିଦିନ ପ୍ରବଚନ ପ୍ରବଚନ ଶୁଣି ଦେଶଟାକୁ ଖୋଳ କରିବାରେ ଲାଗିଛନ୍ତି। ଯିଏ ଚୋରି କରୁଛି ସେଇ ପ୍ରବଚନ ଦେଉଛି। ତାଙ୍କର ଭିତରୁ କିଛି ପ୍ରବଚକ ହୋଇଛନ୍ତି, ଆଉ କିଛି ପ୍ରବଚକ କିଛି ବିଷୟ ନ ପାଇକରି ଆଡ଼ୁ ସାଡ଼ୁ ମିଛ କଥା କହିବି ଲେଖୁଛନ୍ତି। ତେଣୁ ସେଇ ଯେଉଁମାନେ କହୁଛନ୍ତି ସେଇମାନେ ବି କହିବା ପାଇଁ ପୁଣି ପଇସା ନେଉଛନ୍ତି। ଆଡ଼େ କହୁଛନ୍ତି ଯେ ସଂସାରଟା ମିଛ, ଲୋଭ ମୋହ ସବୁ ଛାଡ଼, କିନ୍ତୁ ନିଜେ ପ୍ରବଚନ 3 ଦିନ ଦେଇ 2 ଲକ୍ଷ ଟଙ୍କା ଲେଖାଏଁ ଲେଖୁଛନ୍ତି। ସେଥିପାଇଁ ଟଙ୍କା ବି ଆଦାୟ କରାହେଉଛି, ଯେଉଁମାନେ ଦେବା କଥା ଦେଉଛନ୍ତି। ତେଣୁ ଯେଉଁମାନେ କହୁଛନ୍ତି ସେମାନେ ପ୍ରକୃତ ସେଇ ଲୋକ ନୁହନ୍ତି। ଆମେ ସେ ବିଷୟରେ ଯଦି ନ ଲେଖିବା ତାହେଲେ ପ୍ରବଚନ ସଂଖ୍ୟା ବଢ଼ି ଚାଲିବ, ବଢ଼ି ବି ଚାଲିଛି। ବର୍ତ୍ତମାନ ଓଡ଼ିଆରେ ଧର, ଓଡ଼ିଆ କ'ଣ ହିନ୍ଦୀ ବିଭିନ୍ନ ଭାଷାରେ ଶହ ଶହ ଚ୍ୟାନେଲ୍ ହେଇଗଲାଣି। ସେମାନେ 24 ଘଣ୍ଟା ଚ୍ୟାନେଲ୍ ଚଲାଉଛନ୍ତି। ବିଷୟ କେଉଁଠୁ ପାଇବେ? ଏଇ ପ୍ରବଚକମାନଙ୍କୁ ଆଣିବେ, ବାସ୍ତୁବିତ୍ମାନଙ୍କୁ ଆଣିବେ, ଜ୍ୟୋତିଷମାନଙ୍କୁ ଆଣିବେ। ସେମାନେ ମାଗଣା ଆସି କହୁଛନ୍ତି। କିଛି ପଇସା ନିଅନ୍ତୁ ନ ନିଅନ୍ତୁ ସେମାନେ କହିବାକୁ ରାଜି। କାହିଁକିନା କହିଲେ ଲୋକମାନେ ଶୁଣିବେ, ଏଇ ଲୋକଟି ଜାଣେ ଆମ ଭାଗ୍ୟଟାକୁ ଏଇ ଲୋକ ପରିବର୍ତ୍ତନ କରିଦେବ। ପ୍ରକୃତରେ ଭାଗ୍ୟଟାକୁ କେହି ପରିବର୍ତ୍ତନ କରିପାରିବେନି। ଭାଗ୍ୟଟା ଯାହା ଅଛି ସେୟା ହୋଇବ। କର୍ମଟା ହିଁ ଆପଣଙ୍କ ଭାଗ୍ୟକୁ ବଦଳାଇବ। ଆପଣ ବିଲରେ ହଳ କରିବେନି, ମଞ୍ଜି ବୁଣିବେନି, ବର୍ଷା ହେଲାଣି ବି କହିଲେ ଫସଲ ନଷ୍ଟ ହୋଇଗଲା। ବର୍ଷା ଥରେ ନ ହେଇଥିଲା, ଆପଣ ସବୁଥର କରନ୍ତୁ ସେୟା। ହଳ କରନ୍ତୁ ବିଲକୁ, ମଞ୍ଜି ବୁଣନ୍ତୁ, ବର୍ଷା ହେବ, ଭଲ ଫସଲ ହେବ। ବର୍ଷାଟା ହେଉଛି ଭାଗ୍ୟ। ଭାଗ୍ୟ ସବୁବେଳେ ମନ୍ଦ ହେବନି, ସବୁବେଳେ ଭଲ ହେଇ ବେଳେବେଳେ ମନ୍ଦ ହୋଇପାରେ। କିନ୍ତୁ କର୍ମ ଯିଏ ଠିକ୍ କରୁଥିବ ତା'ର ଭାଗ୍ୟଟି ନିଶ୍ଚୟ ସଳଖ ରହିବ। ସେ ଆଜି ନହେଲେ କାଲି ନିଶ୍ଚିତ ଭାବେ ଈଶ୍ୱରଙ୍କ ଦ୍ୱାରା ପୁରସ୍କୃତ ହେବ। କଲମ କହୁଛି ତଥାପି ମୁଁ ଲେଖିବି, କାରଣ ଲେଖା ଯୋଗୁଁ ହିଁ ସାମାନ୍ୟ ଡର ଅଛି। ତା ନହେଲେ ଆମ ଦେଶଟା ବହୁ ଆଗରୁ ଆମେରିକା କିଣି ନେଇ ସାରନ୍ତାଣି। ଅବାଧ୍ୟ କଲମ କହୁଛି ଯେ ଆଜ୍ଞା ମୋତେ ଛାଡ଼ନି, ତୁମେ ଯେଉଁ କହୁଛ ମୋତେ ଫୋପାଡ଼ି ଦେବ, ମୋତେ ଫୋପାଡ଼ି ଦିଅନି, ମୋତେ ଆଉ ଟିକେ ଅଧିକ ସ୍ୱାଧୀନତା ଦିଅ, ଯେମିତିକି ମୋ ଲେଖାକୁ ଆଉ କାଣ୍ଟଛାଣ୍ଟ କରିବା ଦରକାର ହେବନି। ତୁମେ ଦେଖିବ ଏଇ କଲମ ଯୋଗୁଁ ଆସନ୍ତାକାଲି ଗଣ୍ଡା ଗଣ୍ଡା ମନ୍ତ୍ରୀ ଓ ତାଙ୍କ ଶଳାଶାଳୀ, ଚିତ୍ରତାରକା, ଖେଳାଳି, ସଚିବ ସବୁ ଦଣ୍ଡ ପାଇବେ। ଲେଖା କିନ୍ତୁ ଚାଲିଥିବ। ମୁଁ ନ ଲେଖିଲେ ଅନ୍ୟମାନେ ଲେଖିବେ। ଅବାଧ୍ୟ କଲମ କହୁଛି ମୁଁ ନ ଲେଖିଲେ ଅନ୍ୟ କେହି ନା କେହି ଲେଖିବ। ଆପଣ ଭାବୁଛନ୍ତି ଗୋଟିଏ ଲେଖାରେ ଯେ ଭାବୁଛନ୍ତି ସେ ଲୋକ ବ୍ୟାସଦେବ, ସେ କଥା ନୁହଁ। ସିଏ କିଛି ପଢ଼ାପଢ଼ି କରିକି ଲେଖିଛି ଏବଂ ସମାଜକୁ ସୁଧାରିବାକୁ ତା'ର ବି ଅବଦାନ ରହୁଛି। କିନ୍ତୁ ଯଦି ଲେଖା ବନ୍ଦ ହେଇଯିବ, ଯେମିତି ବିରୋଧୀ ଦଳ ନଥିଲେ ଶାସକମାନେ ଅଧିକା ଅଛନ୍ତି ବୋଲିକିରି ବିଲ୍ ପାସ୍ କରିନେଉଛନ୍ତି, ଏଇଟା ଗଣତନ୍ତ୍ରର ପ୍ରକୃତ ପରିଚୟ ନୁହେଁ। ବିରୋଧ କରିବାଟା ଉଚିତ, କିନ୍ତୁ ଆଜିକାଲି ବିରୋଧୀ ଦଳ ସବୁ ବିଷୟ ବିରୋଧ କରୁଛନ୍ତି। ସେ ଯୋଗୁଁ ବିରୋଧୀ ନଥିଲା ବେଳେ ମଧ୍ୟ ବିଲ୍ ପାସ୍ ହେଇଯାଉଛି। ବିରୋଧୀ ଦଳ ସେମାନଙ୍କ ଭୂମିକା ଠିକ୍ ନିଭେଇ ପାରୁନାହାନ୍ତି। ତେଣୁ ଯଦି ବିରୋଧୀ ଦଳ ସେମାନଙ୍କ ରହିବେ ଏବଂ ଠିକ୍ ରହିବେ, ଠିକ୍ ବାଟେ ଚଲେଇବେ, ତାହେଲେ ଦେଶ ନୁହଁ ସମସ୍ତ ସମାଜ ସୁଧୁରିଯିବ। 100 ଲାଞ୍ଚୁଆ ଡକାୟତଙ୍କ ଭିତରୁ ଯଦି ଜଣେ ବି ବାଟକୁ ଆସିଲା, ଅବାଧ୍ୟ କଲମ ମୋତେ ବୁଝଉଛି, ଯଦି 100 ଲାଞ୍ଚୁଆ ଏବଂ ହଜାର ହଜାର ଡକାୟତ ଥାଆନ୍ତି, ତାଙ୍କ ଭିତରୁ ଜଣେ ବାଟକୁ ପ୍ରଥମେ ଆସେ, ତାହେଲେ ମୁଁ ଖୁସି, ତୁମେ ବି ଖୁସି ହୁଅ। ମୁଁ ଭାବୁଥିଲି କଲମଟା ଅବାଧ୍ୟ ହେଉ ପଛକେ
ବୋଧେ ସତ କଥା କହୁଛି, କାହିଁକିନା ନ୍ୟାୟ କଥା କହୁଛି। ତେଣୁ ତାକୁ ଫୋପାଡ଼ିବା ବା ତାକୁ ଛାଡ଼ିଦେବା କଥା ଆଉ ଚିନ୍ତା କରିବାନି। ନା କ'ଣ କହୁଛନ୍ତି? ଆପଣ ନିଷ୍ପତ୍ତି ନିଅନ୍ତୁ। କଲମଟିକି ଛାଡ଼ି ଦେଇ ବନ୍ଦ କରିଦେବି ଲେଖା, ନା ଲେଖାଟା ଚାଲୁ ରହିବ? ଏ ଯେଉଁ ୟୁଟ୍ୟୁବରେ ଚାଲିଛି ଘନ କଥା ନାରାୟଣ ମିଶ୍ର, ଏ ସମାଜ ଆଉ ଆଧ୍ୟାତ୍ମିକ ଦିଗ ଦୁଇଟି ବିଷୟରେ ଚାଲିଛି। ଏଟାକୁ ଚଲେଇବା ନା ବନ୍ଦ କରିଦେବା? କାରଣ ଅନେକ ଲୋକ ଏଥିରେ ଈର୍ଷାପରାୟଣ, ଅନେକ ଲୋକ ବାରୁଛନ୍ତି, କାରଣ ସେମାନଙ୍କ ମନକୁ ଜିନିଷଟା ପାଉନି। ତଥାପି ସମାଜର ଦୋଷ ଗୁଣ ଏଗୁଡ଼ାକ ଆମେ ବାହାର କରିବାକୁ ବାଧ୍ୟ। ତେଣୁ ଅବାଧ୍ୟ କଲମକୁ ଫୋପାଡ଼ିବା ନାହିଁ, ଏ ସଂସ୍ଥାଟି ଚାଲୁ ରଖିବା, ଏମିତି କହିବା। ଯେଉଁମାନଙ୍କୁ ଭଲ ନ ଲାଗୁଛି ସେମାନେ ଚେଷ୍ଟା କରନ୍ତୁ ଯେ ଏଇଟା କାହିଁ କୁହାହେଉଛି ଏବଂ ଏଥିରେ କ'ଣ ଭଲ ଜିନିଷ ଅଛି, ଯେଉଁଟା ଆମେ ଜାଣିନଥିଲେ ଜାଣିଲେ। ଆଜି ପାଇଁ ଏତିକି। ନମସ୍କାର।